2024 ମେ ମାସ ଏକ ଜ୍ୟୋତିଷୀୟ ସମୀକ୍ଷା। 2026 ମସିହା ମେ ମାସଟି ଜ୍ୟୋତିଷଶାସ୍ତ୍ର ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସପ୍ତାହରେ ଆକାଶମଣ୍ଡଳରେ କେତେକ ଦୁର୍ଲଭ ଗ୍ରହ ସଂଯୋଗ ଘଟୁଛି, ଯାହା ମାନବ ସମାଜ ଉପରେ ଦୂରଗାମୀ ପ୍ରଭାବ ପକାଇବ। ବିଶେଷ କରି ବୃହସ୍ପତି ଓ ଶନିଙ୍କ ସ୍ଥିତି ଏବଂ ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଏହି ସପ୍ତାହର ମୁଖ୍ୟ ଆକର୍ଷଣ। ମେଷ ରାଶି ଓ ସ୍ୱାସ୍ଥ୍ୟ। ଆପଣଙ୍କ ରାଶି ଅଧିପତି ମଙ୍ଗଳଙ୍କ ଶୁଭ ଦୃଷ୍ଟି ଯୋଗୁଁ ଆପଣ ଅତ୍ୟଧିକ ଶକ୍ତିଶାଳୀ ଅନୁଭବ କରିବେ। ସ୍ୱାସ୍ଥ୍ୟରେ ପୂର୍ବ ଅପେକ୍ଷା ସୁଧାର ଆସିବ, କିନ୍ତୁ ମୁଣ୍ଡବିନ୍ଧା କିମ୍ବା ରକ୍ତଚାପ ପ୍ରତି ସାମାନ୍ୟ ସତର୍କ ରୁହନ୍ତୁ। କ୍ୟାରିୟର ଓ ଆର୍ଥିକ। ଚାକିରି କ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବ। ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ଏହି ସପ୍ତାହଟି ଲାଭଜନକ ରହିବ। ବିଦେଶୀ କମ୍ପାନୀ ସହ ଚୁକ୍ତିବଦ୍ଧ ହେବାର ଯୋଗ ରହିଛି। ପାରିବାରିକ ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ସନ୍ତାନମାନଙ୍କ ସଫଳତା ଆପଣଙ୍କୁ ଗର୍ବିତ କରିବ। ଶୁଭ ରଙ୍ଗ ନାଲି। ଶୁଭ ସଂଖ୍ୟା 9। ପ୍ରତିକାର ହନୁମାନ ଚାଳିଶା ପାଠ କରନ୍ତୁ। ବୃଷ ରାଶି। ବ୍ୟକ୍ତିତ୍ୱ ଓ ସ୍ୱାସ୍ଥ୍ୟ। ଶୁକ୍ରଙ୍କ ପ୍ରଭାବରେ ଆପଣଙ୍କ ବ୍ୟକ୍ତିତ୍ୱ ଆକର୍ଷଣୀୟ ହେବ। ଆଖି ଏବଂ ଗଳାରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ। ସୁଷମ ଖାଦ୍ୟ ଗ୍ରହଣ କରନ୍ତୁ। କ୍ୟାରିୟର ଓ ଆର୍ଥିକ। ଆର୍ଥିକ ଦୃଷ୍ଟିକୋଣରୁ ସପ୍ତାହଟି ସ୍ଥିର ରହିବ, କିନ୍ତୁ ଅନାବଶ୍ୟକ ବିଳାସ ବ୍ୟସନରେ ଖର୍ଚ୍ଚ ବଢ଼ିପାରେ। କଳା, ସାହିତ୍ୟ ଏବଂ ଗଣମାଧ୍ୟମ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ପାଇଁ ସମୟ ଅନୁକୂଳ। ପାରିବାରିକ। ପରିବାରରେ କୌଣସି ଶୁଭ କାର୍ଯ୍ୟର ଆୟୋଜନ ହୋଇପାରେ। ବନ୍ଧୁବାନ୍ଧବଙ୍କ ଆଗମନରେ ମନ ପ୍ରସନ୍ନ ରହିବ। ଶୁଭ ରଙ୍ଗ ଧଳା। ଶୁଭ ସଂଖ୍ୟା 6। ପ୍ରତିକାର ମା ଲକ୍ଷ୍ମୀଙ୍କ ଆରାଧନା କରନ୍ତୁ। ସିଲ୍। ବୁଧଙ୍କ ଚଳନ ଯୋଗୁଁ ଆପଣଙ୍କ ବାକ୍ ଚାତୁରୀ ବଢ଼ିବ। ତ୍ୱଚା ସମ୍ବନ୍ଧୀୟ ସମସ୍ୟା ପ୍ରତି ସାବଧାନ ରୁହନ୍ତୁ। ମାନସିକ ଶାନ୍ତି ପାଇଁ ଯୋଗ ପ୍ରାଣାୟାମ କରନ୍ତୁ। କ୍ୟାରିୟର ଓ ଆର୍ଥିକ। ବ୍ୟବସାୟରେ ନୂତନ ପାର୍ଟନରସିପ୍ ଲାଭଦାୟକ ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଆଇଟି ଏବଂ ବ୍ୟାଙ୍କିଂ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ପଦୋନ୍ନତିର ସମ୍ଭାବନା ଅଛି। ପାରିବାରିକ। ଭାଇ ଭଉଣୀଙ୍କ ସହ ସମ୍ପର୍କ ଭଲ ରହିବ। ପ୍ରେମ ଜୀବନରେ କିଛି ଦ୍ୱନ୍ଦ୍ୱ ଦେଖାଦେଇପାରେ, ତେଣୁ ସ୍ପଷ୍ଟ କଥାବାର୍ତ୍ତା କରନ୍ତୁ। ଶୁଭ ରଙ୍ଗ ସବୁଜ। ଶୁଭ ସଂଖ୍ୟା 5। ପ୍ରତିକାର ଶ୍ରୀ ଗଣେଶଙ୍କୁ ଦୁର୍ବା ଅର୍ପଣ କରନ୍ତୁ। କର୍କଟ ରାଶି। ବ୍ୟକ୍ତିତ୍ୱ ଓ ସ୍ୱାସ୍ଥ୍ୟ। ଆପଣ ସମ୍ବେଦନଶୀଳ ଅନୁଭବ କରିବେ। ଥଣ୍ଡା କିମ୍ବା ଛାତିରେ ଯନ୍ତ୍ରଣା ହେବାର ଆଶଙ୍କା ରହିଛି। ଆତ୍ମବିଶ୍ୱାସ ବଜାୟ ରଖନ୍ତୁ। କ୍ୟାରିୟର ଓ ଆର୍ଥିକ। ସରକାରୀ ଚାକିରିଆଙ୍କ ପାଇଁ ସମୟ ବହୁତ ଭଲ। ପୁରୁଣା ପୈତୃକ ସମ୍ପତ୍ତିରୁ ଲାଭ ମିଳିପାରେ। ଆର୍ଥିକ ଯୋଜନା ସଫଳ ହେବ। ପାରିବାରିକ। ମାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଜୀବନସାଥୀଙ୍କ ସହ କୌଣସି ଧାର୍ମିକ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ଶୁଭ ରଙ୍ଗ ରୂପେଲି ଧଳା। ଶୁଭ ସଂଖ୍ୟା 2। ପ୍ରତିକାର ପ୍ରତିଦିନ ଶିବଲିଙ୍ଗରେ ଜଳାଭିଷେକ କରନ୍ତୁ। ସିଂହ ରାଶି। ବ୍ୟକ୍ତିତ୍ୱ ଓ ସ୍ୱାସ୍ଥ୍ୟ। ସୂର୍ଯ୍ୟଙ୍କ ଉଚ୍ଚସ୍ଥିତି ଯୋଗୁଁ ଆପଣଙ୍କ ପ୍ରଭାବ ବୃଦ୍ଧି ପାଇବ। ହଜମ ପ୍ରକ୍ରିୟା ଏବଂ ପିତ୍ତ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ବ୍ୟାୟାମ ଉପରେ ଗୁରୁତ୍ୱ ଦିଅନ୍ତୁ। କ୍ୟାରିୟର ଓ ଆର୍ଥିକ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ବଡ଼ ପଦବୀ ମିଳିପାରେ। ବ୍ୟବସାୟରେ ନିବେଶ ପାଇଁ ଏହା ଶ୍ରେଷ୍ଠ ସମୟ। ସେୟାର ବଜାରରୁ ଲାଭ ମିଳିବାର ଆଶା ଅଛି। ପାରିବାରିକ ସମ୍ପର୍କ ସୁଦୃଢ଼ ହେବ। ପିତାଙ୍କଠାରୁ ଆର୍ଥିକ ସହାୟତା ମିଳିପାରେ। ଘରକୁ ଅତିଥିଙ୍କ ଆଗମନ ହେବ। ଶୁଭ ରଙ୍ଗ ସୂର୍ଯ୍ୟମୁଖୀ ହଳଦିଆ କେଶରୀ। ଶୁଭ ସଂଖ୍ୟା 1। ପ୍ରତିକାର ପ୍ରତିଦିନ ସୂର୍ଯ୍ୟ ନମସ୍କାର କରନ୍ତୁ। କନ୍ୟା ରାଶି। ଭାର୍ଗୋ। ବ୍ୟକ୍ତିତ୍ୱ ଓ ସ୍ୱାସ୍ଥ୍ୟ। ଆପଣଙ୍କ ବିଶ୍ଳେଷଣାତ୍ମକ ଶକ୍ତି ବୃଦ୍ଧି ପାଇବ। ମାନସିକ ଚାପରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ନିଦ୍ରାହୀନତା ସମସ୍ୟା ଦେଖାଦେଇପାରେ। କ୍ୟାରିୟର ଓ ଆର୍ଥିକ। ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଏହି ସପ୍ତାହଟି ସଫଳତାମୟ। ଆର୍ଥିକ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ। କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ। ପାରିବାରିକ। ପରିବାରରେ କୌଣସି କଥାକୁ ନେଇ ମତାନ୍ତର ହୋଇପାରେ। ଧୈର୍ଯ୍ୟର ସହ ପରିସ୍ଥିତିକୁ ସମ୍ଭାଳନ୍ତୁ। ପିଲାମାନଙ୍କ ପାଇଁ ସମୟ ଦିଅନ୍ତୁ। ଶୁଭ ରଙ୍ଗ ଆକାଶୀ ନୀଳ। ଶୁଭ ସଂଖ୍ୟା 5। ପ୍ରତିକାର ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ। ତୁଳା ରାଶି। ଲିବ୍ରା। ବ୍ୟକ୍ତିତ୍ୱ ଓ ସ୍ୱାସ୍ଥ୍ୟ। ଜୀବନରେ ସନ୍ତୁଳନ ଆସିବ। କିଡନୀ କିମ୍ବା ମୂତ୍ରାଶୟ ଜନିତ ସମସ୍ୟା ଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ପ୍ରଚୁର ଜଳ ପାନ କରନ୍ତୁ। କ୍ୟାରିୟର ଓ ଆର୍ଥିକ। ଅଂଶୀଦାର ବ୍ୟବସାୟରେ ପାର୍ଟନରସିପ୍ ଉନ୍ନତି ହେବ। ଆମଦାନୀ ରପ୍ତାନି ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ। ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ଦେଖାଦେବ। ପାରିବାରିକ। ଜୀବନସାଥୀଙ୍କ ସହ ସମ୍ପର୍କର ପୂର୍ବ ଅପେକ୍ଷା ଅଧିକ ନିବିଡ଼ ହେବ। ଘର ପାଇଁ ନୂତନ ଜିନିଷ କିଣିପାରନ୍ତି। ଶୁଭ ରଙ୍ଗ କ୍ରିମ୍ କଲର୍ ପାଟଳ। ଶୁଭ ସଂଖ୍ୟା ଭ। ପ୍ରତିକାର ମିଶ୍ରି ବା ଧଳା ମିଠା ଦାନ କରନ୍ତୁ। ରାଶି।
ବ୍ୟକ୍ତିତ୍ୱ ଓ ସ୍ୱାସ୍ଥ୍ୟ ଆପଣଙ୍କ ସାହସ ଏବଂ ପରାକ୍ରମ ବୃଦ୍ଧି ପାଇବ। ଦୁର୍ଘଟଣା ପ୍ରତି ସତର୍କ ରୁହନ୍ତୁ। ଅତ୍ୟଧିକ କ୍ରୋଧ ଆପଣଙ୍କ କାମ ବିଗାଡ଼ିପାରେ। କ୍ୟାରିୟର ଓ ଆର୍ଥିକ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ। କ୍ୟାରିୟରରେ କିଛି ବଡ଼ ସୁଯୋଗ ହାତ ପାହାନ୍ତାରେ ଅଛି। ଆର୍ଥିକ ଦୃଷ୍ଟିରୁ ସପ୍ତାହଟି ମଧ୍ୟମ ଫଳପ୍ରଦ ହେବ। ପାରିବାରିକ ପୁରୁଣା ଶତ୍ରୁମାନେ ପରାସ୍ତ ହେବେ। ଭାଇଙ୍କ ସହଯୋଗ ମିଳିବ। ପ୍ରେମ ସମ୍ପର୍କରେ ଗମ୍ଭୀରତା ଆସିବ। ଶୁଭ ରଙ୍ଗ ଗାଢ଼ ନାଲି। ଶୁଭ ସଂଖ୍ୟା 8। ପ୍ରତିକାର ହନୁମାନଙ୍କ ପାଖରେ ଚମେଲି ତେଲର ଦୀପ ଜାଳନ୍ତୁ। ଧନୁ ରାଶି ବ୍ୟକ୍ତିତ୍ୱ ଓ ସ୍ୱାସ୍ଥ୍ୟ ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବଢ଼ିବ। ସ୍ୱାସ୍ଥ୍ୟ ସାଧାରଣ ରହିବ। ଲିଭର କିମ୍ବା ପେଟ ସମ୍ବନ୍ଧୀୟ ସମସ୍ୟା ପ୍ରତି ସଜାଗ ରୁହନ୍ତୁ। କ୍ୟାରିୟର ଓ ଆର୍ଥିକ ବୃହସ୍ପତିଙ୍କ ଶୁଭ ଦୃଷ୍ଟି ଯୋଗୁଁ ଆୟର ନୂତନ ମାର୍ଗ ଖୋଲିବ। ଶିକ୍ଷାବିତ୍ ଏବଂ ଉପଦେଷ୍ଟାଙ୍କ ପାଇଁ ଏହି ସପ୍ତାହଟି ସମ୍ମାନଜନକ। ଆକସ୍ମିକ ଧନଲାଭର ଯୋଗ ଅଛି। ପାରିବାରିକ ପରିବାରରେ ଧାର୍ମିକ କାର୍ଯ୍ୟକ୍ରମ ହୋଇପାରେ। ସନ୍ତାନଙ୍କ ଶିକ୍ଷାକୁ ନେଇ ଚିନ୍ତିତ ରହିପାରନ୍ତି, କିନ୍ତୁ ସମସ୍ୟାର ସମାଧାନ ହେବ। ଶୁଭ ରଙ୍ଗ ହଳଦିଆ। ଶୁଭ ସଂଖ୍ୟା 3। ପ୍ରତିକାର କପାଳରେ ହଳଦୀ ତିଳକ ଲଗାନ୍ତୁ। ମକର ରାଶି କ୍ୟାପ୍ରିକନ୍ ବ୍ୟକ୍ତିତ୍ୱ ଓ ସ୍ୱାସ୍ଥ୍ୟ ଶନିଙ୍କ 7.5ର ପ୍ରଭାବ ଥିଲେ ମଧ୍ୟ କାର୍ଯ୍ୟରେ ସଫଳତା ମିଳିବ। ଆଣ୍ଠୁଗଣ୍ଠି ବ୍ୟଥା ପ୍ରତି ସାବଧାନ ରୁହନ୍ତୁ। ଅଳସ୍ୱାମୀ ତ୍ୟାଗ କରନ୍ତୁ। କ୍ୟାରିୟର ଓ ଆର୍ଥିକ କଠିନ ପରିଶ୍ରମର ଉଚିତ ଫଳ ମିଳିବ। ଲୁହା କୋଇଲା କିମ୍ବା ନିର୍ମାଣ କାର୍ଯ୍ୟରେ ଥିବା ବ୍ୟବସାୟୀଙ୍କ ପାଇଁ ସପ୍ତାହଟି ଲାଭଜନକ। ପଦୋନ୍ନତିରେ ବିଳମ୍ବ ହୋଇପାରେ। ପାରିବାରିକ ବାପାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖନ୍ତୁ। ପରିବାରରେ ଶାନ୍ତି ବଜାୟ ରଖିବା ପାଇଁ ଅପ୍ରିୟ ସତ୍ୟ କହିବାକୁ ଏଡ଼ାଇ ଦିଅନ୍ତୁ। ଶୁଭ ରଙ୍ଗ କଳା ନୀଳ। ଶୁଭ ସଂଖ୍ୟା 4। ପ୍ରତିକାର ଶନିବାର ଦିନ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ। କୁମ୍ଭ ରାଶି ଆକ୍ୱେରିୟସ୍ ବ୍ୟକ୍ତିତ୍ୱ ଓ ସ୍ୱାସ୍ଥ୍ୟ ନୂତନ ଚିନ୍ତାଧାରା ମନକୁ ଆସିବ। ଗୋଡ଼ରେ ଯନ୍ତ୍ରଣା କିମ୍ବା ଆଘାତ ଲାଗିବାର ସମ୍ଭାବନା ଅଛି। ଖାଦ୍ୟପେୟରେ ଶୃଙ୍ଖଳା ରଖନ୍ତୁ। କ୍ୟାରିୟର ଓ ଆର୍ଥିକ ଚାକିରି ପରିବର୍ତ୍ତନ ପାଇଁ ଚେଷ୍ଟା କରୁଥିଲେ ଏହି ସପ୍ତାହରେ ଶୁଭ ସମ୍ବାଦ ପାଇବେ। ବୈଜ୍ଞାନିକ ଓ ଗବେଷକଙ୍କ ପାଇଁ ସମୟ ଶ୍ରେଷ୍ଠ। ଆର୍ଥିକ ବୁଝାମଣାରେ ସାବଧାନ ରୁହନ୍ତୁ। ପାରିବାରିକ ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଭାଇ ଭଉଣୀଙ୍କ ସହ ମତଭେଦ ଦୂର ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ। ଶୁଭ ରଙ୍ଗ ଗାଢ଼ ନୀଳ। ଶୁଭ ସଂଖ୍ୟା 8। ପ୍ରତିକାର ପକ୍ଷୀଙ୍କୁ ଶସ୍ୟ ଦାନ କରନ୍ତୁ। ମୀନ ରାଶି ପାଇସିସ୍ ବ୍ୟକ୍ତିତ୍ୱ ଓ ସ୍ୱାସ୍ଥ୍ୟ ମାନସିକ ସ୍ତରରେ ଆପଣ ଶାନ୍ତି ଅନୁଭବ କରିବେ। ପାଦର ସମସ୍ୟା ପ୍ରତି ସତର୍କ ରୁହନ୍ତୁ। ଧ୍ୟାନ ଏବଂ ସଙ୍ଗୀତ ଆପଣଙ୍କୁ ଆରାମ ଦେବ। କ୍ୟାରିୟର ଓ ଆର୍ଥିକ କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରାଯିବ। ବ୍ୟବସାୟରେ ବିନିଯୋଗ ପାଇଁ ସମୟ ଭଲ। ସୁନା କିମ୍ବା ରୂପା କିଣିବା ପାଇଁ ଯୋଜନା କରିପାରନ୍ତି। ପାରିବାରିକ ପରିବାର ସଦସ୍ୟଙ୍କ ମଧ୍ୟରେ ସମନ୍ୱୟ ରହିବ। ଦୂର ସମ୍ପର୍କୀୟଙ୍କଠାରୁ ଉପହାର ମିଳିପାରେ। ବିବାହ ପ୍ରସ୍ତାବ ସ୍ଥିର ହୋଇପାରେ। ଶୁଭ ରଙ୍ଗ ସୁନେଲି ହଳଦିଆ। ଶୁଭ ସଂଖ୍ୟା 3। ପ୍ରତିକାର କଦଳୀ ଗଛ ମୂଳେ ଜଳ ଅର୍ପଣ କରନ୍ତୁ। 2026 ମେ ମାସର କିଛି ବିଶେଷ ଟିପ୍ସ। 1. ଅର୍ଥନିବେଶ ମଙ୍ଗଳବାର ଏବଂ ଶୁକ୍ରବାର ଦିନ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନିଷ୍ପତ୍ତି ନିଅନ୍ତୁ ନାହିଁ। 2. ଯାତ୍ରା ଯଦି ସମ୍ଭବ ପଶ୍ଚିମ ଦିଗକୁ ଯାତ୍ରା କଲାବେଳେ ସାବଧାନ ରୁହନ୍ତୁ। 3. ସମ୍ପର୍କ ପରିବାରରେ କାହା ସହିତ କଳିଝଗଡ଼ା କରନ୍ତୁ ନାହିଁ, ବିଶେଷ କରି ସନ୍ଧ୍ୟା ସମୟରେ। ଏହି ରାଶିଫଳଟି ଆପଣଙ୍କୁ ଆଗାମୀ ସମୟ ପାଇଁ ପ୍ରସ୍ତୁତ ରହିବାରେ ସାହାଯ୍ୟ କରିବ। ମନେ ରଖନ୍ତୁ, ପରିଶ୍ରମ ଓ ସକାରାତ୍ମକ ଚିନ୍ତାଧାରା ହିଁ ଭାଗ୍ୟକୁ ବଦଳାଇଥାଏ।